हेलो नमस्कार जय जगन्नाथ। ଆଜିର ଗପ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ସେଇ ପୁରୁଣା କଥାଟି ମନେ ପକାଇ ଦେବା ପାଇଁ ଚାହୁଁଛି। ଯଦି ଆପଣଙ୍କ ପାଖରେ ଆମ ପାଇଁ କିଛି ଭଲ ଗପ ଅଛି ଏବଂ ସେ ଗପକୁ ଆପଣ ସାରା ଓଡ଼ିଶାବାସୀଙ୍କୁ ଶୁଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ଗପକୁ ଆମ ସ୍କ୍ରିନରେ ଆସୁଥିବା ମେଲ୍ ଆକାଉଣ୍ଟରେ ଆମକୁ ସେୟାର କଲେ ଆମେ ସାରା ଓଡ଼ିଶାବାସୀଙ୍କୁ ଆପଣଙ୍କର ଗପକୁ ଶୁଣାଇଦେବୁ। ଏବେ ଆସନ୍ତୁ ଶୁଣିବା ଆଜିର ଗପ ଭୀଷ୍ମ ପ୍ରତିଜ୍ଞା। ଏ ସଂସାର ଅନିତ୍ୟ ସବୁ ମାୟା। ଏ ମାୟା ବନ୍ଧନରୁ ମୁକ୍ତି ପାଇବାକୁ ହେଲେ ଈଶ୍ୱର ନାମ ହିଁ ଏକମାତ୍ର ରାସ୍ତା। ଈଶ୍ୱରଙ୍କ ନାମ ପ୍ରେମର ସହିତ ନିଅ, ଭକ୍ତିର ସହିତ ନିଅ। ଯଥା ସମ୍ଭବ ଦୁର୍ଗୁଣ ତ୍ୟାଗ କରି କ୍ରୋଧ, ହିଂସା, ଈର୍ଷା ଇତ୍ୟାଦିରୁ ଦୂରରେ ରହିବାକୁ ଚେଷ୍ଟା କର। ଗୋଟିଏ କଥା ମନେ ରଖିଥିବ, ପର ନିନ୍ଦା ପର ଚର୍ଚ୍ଚା ସବୁଠାରୁ ବଡ଼ ପାପ। ସେଥିରୁ ନିର୍ବୃତ୍ତ ରୁହ, ନିଜ କାମରେ ମନ ଦିଅ। ଜୟ ଗୁରୁଦେବ। ଏମିତି ଭାବରେ ପ୍ରବଚନର ସମାପ୍ତ ଘଟିଲା। ବାବା ଆଶ୍ରମ ଅଭ୍ୟନ୍ତରକୁ ପ୍ରସ୍ଥାନ କଲେ। ପ୍ରସାଦ ବଣ୍ଟନ ସରିଲା ପରେ ଆଶ୍ରମ ଧୀରେ ଧୀରେ ଖାଲି ହୋଇଗଲା। ଆଉ ବଂଶିକା ବି ଘର ଆଡ଼କୁ ମୁହାଁ ହେଲା। ପରଦିନ ଥିଲା ସଂକ୍ରାନ୍ତି। ଚାଲିବାକୁ ଯିବା ପାଇଁ ଜୟା, ଶ୍ଵେତା, ରୁଚି ଆସି ପହଞ୍ଚିଲା ବେଳକୁ ସେ ଗେଟ୍ ପାଖକୁ ବାହାରି ସାରିଥିଲା। ସବୁଦିନ ସାଙ୍ଗ ହୋଇ ସେମାନେ ପାର୍କକୁ ଚାଲିବାକୁ ଯାଆନ୍ତି। ଫେରିଲା ପରେ ଯାଇ ଘରେ ଚା ଜଳଖିଆର ପର୍ବ ଆରମ୍ଭ ହୁଏ। ସେଦିନ ଜୟା ଆରମ୍ଭ କଲା, ସେଲିର ଝିଅଟା କଥା ଶୁଣିଲ? କ'ଣ ହେଲା କ'ଣ ହେଲା? ସମସ୍ତେ ଉତ୍ସାହୀ ସ୍ୱରରେ ଏକାଥରେ କହିଲେ। କ'ଣ ଆଉ ହବ କହିଲୁ? ଏଇ ବୟସରେ କାହାକୁ ଗୋଟାଏ ଭଲ ପାଉଥିଲା, କ୍ଲାସ ନକରି ବାହାରେ ବୁଲୁଥିଲା। ପ୍ରଫେସର ଦେଖି ଘରକୁ ଖବର ପଠେଇଛନ୍ତି। ତୁ ବି ନା ଏତେ ବୁକି, ଖାଲି ବୁଲିଲେ କ'ଣ ସେଇଟା ଗୋଟେ ଧର୍ତ୍ତବ୍ୟ ଅପରାଧ? ଆଉ କିଛି କରୁଥିବ ନା? ଶ୍ଵେତା ଯୋଡ଼ିଲା। ହଁ ସେଇଆ କହୁନୁ। ଗଲା ଶନିବାର ଇଏ ଦେଖି ଆସିଥିଲେ। ସିଏ କୋଉ ଜଣେ ଗାଇନିକୋଲୋଜିଷ୍ଟ କ୍ଲିନିକରୁ ବାହାରୁଥିଲା। ଖାଲିଟାରେ ସେଠିକି? ତୁ ଝିଅ ପିଲାଟା ଏକା ଏକା ସେଠିକି କାହିଁକି ଯାଇଥିଲୁ? ସେମିତି କିଛି ଗୋଟାଏ କାରଣ ଥିବ ନା? ଶୁଣାଶୁଣି ତ ହଉଥିଲା, ଟିକେ ଏପଟ ସେପଟ କଥା। ପୁଣି ସ୍ୱର ଧୀର କରି କହିଲା, ସୁମତି ତାଙ୍କ ଘରେ ବି କାମ କରେ ଆଉ ମୋ ଘରେ ବି। ସେ କହିବା କଥା 5 ମାସ ହେଲାଣି ପୁରା। ଆଲୋ ବଂଶିକା, ତୁ ଏମିତି ଆଜି ଗୁମସୁମ ଅଛୁ କାହିଁକି? ଗାଳି ଶୁଣୁଛୁ କି ପ୍ରବାଳଙ୍କ ଠାରୁ? ଜୟା ତାକୁ ପଚାରିଥିଲା। ନାଇଁ ଯେ, ବଂଶିକା ଆଦୌ ଏଠି ବାବାଙ୍କ ପ୍ରବଚନା କଥା କହିବାକୁ ଚାହୁଁ ନଥିଲା। କିଛି ବୁଝିବେନି ତ କେହି, ବରଂ ତାକୁ ଥଟ୍ଟା କରିବେ। ସେ କହି ବି ପାରୁନଥିଲା। ଏସବୁ ଆଲୋଚନାରେ ଭାଗ ନେଇପାରିବନି ଆଉ। ସେ କହିଲା ମାନେ ଏଠି ଗୋଟାଏ ଥଟ୍ଟାର ରୁଳ ଉଠିବ। ସୋ ଚୁହା ଖାକେ ବିଲ୍ଲି ଚଲେ ହଜମେ କହି କହି ସେମାନେ ହସି ହସି ଗଡ଼ିଯିବେ। ସେଇଦିନ କିଟି ପାର୍ଟିରେ ଶ୍ଵେତା ସୋନାଲି କାନରେ କହୁଥିଲା, ଶର୍ମା ବାବୁଙ୍କ ଘରେ ରେଡ୍ ହୋଇଛି ଆଜି। ସୋନାଲି ଏଠି ନୂଆ, କାହାକୁ ଚିହ୍ନିନି। ସେପଟ କଲୋନୀର ଶର୍ମା ବାବୁଙ୍କୁ ତ ଚିହ୍ନିବାର ପ୍ରଶ୍ନ ହିଁ ନାହିଁ। ତଥାପି କହିଲା, ବୁଢ଼ା ମାରିଥିବ ନିର୍ଧୁମ। ମାରିଲା ବେଳେ ତ ପଛ କଥା କେହି ଭାବନ୍ତି। ମଜା ଲାଗୁଥିଲା। ଏଇନା ଚକି ପିସିଂ ଏଣ୍ଡ ପିସିଂ ଏଣ୍ଡ ପିସିଂ କଲା ବେଳକୁ ବଢିଆ ଲାଗିବ। ଶର୍ମା ବାବୁ ଜଣକ ବୁଢ଼ା କି ଟୁକା, ତା ବି ଜାଣିବାର ଅବକାଶ କୋଉଠୁ ଆସିଲା ସୋନାଲି ଭାବି। କିଛି କହୁ ନଥିଲା ବଂଶିକା। ତାଙ୍କ ଘରର ଚଳଣି ଦେଖିଛୁ? ଜଣକା ଗୋଟାଏ ଗୋଟାଏ କରିକାର। ତା ସ୍ତ୍ରୀ ଗଳାର ଚେନ୍ ଦେଖିଛୁ? ଚେନ୍ ନୁହେଁ ତ ଲଙ୍ଗଳ ଦଉଡ଼ି। ବଂଶିକା ପାଟିରୁ ଏତିକି କଥା ବାହାରି ଆସିବ ଆସିବ ହଉଥିଲା। ସେ ଲେଉଟାଇ ନେଲା ତା ଭିତରକୁ। ଛି, ସେ ପରା କାହାରି ନାଁରେ କହିବନି। 2-3 ଦିନ ମର୍ଣ୍ଣିଂ ୱାକ୍ ବେଳେ ସେ ଜାଣି ଜାଣି ଫୁଲ ତୋଳିବା ବାହାନାରେ ହଉ କି ଝୁଣ୍ଟି ପଡ଼ିବା ବାହାନାରେ ଟିକେ ଆଗରେ କି ଟିକେ ପଛରେ ରହିଗଲା।
ମାନେ ଦଳଠୁ ସାମାନ୍ୟ ଦୂରରେ, ଯେମିତି ସେମାନଙ୍କ କଥାବାର୍ତ୍ତା ତା କାନରେ ପଡ଼ିବନି କି ସେ ଏଥିରେ ଭାଗ ନେଇପାରିବନି, କାହାକୁ ସେ ମନା କରିପାରିବନି। ସମସ୍ତେ ଆଉ ତା ଭଳି ଆଧ୍ୟାତ୍ମିକ ମାର୍ଗରେ ଯାଉନାହାନ୍ତି ଯେ ଗୁରୁଙ୍କ କଥାକୁ ଦିବ୍ୟ ଜ୍ଞାନ କରିବେ। ତଥାପି ଦିନେ ଆରମ୍ଭ କରିଥିଲା, ଜାଣିଛ ମହାଭାରତର ଯୁଦ୍ଧ ଆଗରୁ କୃଷ୍ଣ କ'ଣ କଲେ? କୌରବମାନଙ୍କୁ ଏତିକି କଥା କହିଛି ତ ସେପଟୁ ଶୁଭିଲା, ରଖ ତ ପୁରାଣ ଚର୍ଚ୍ଚା। ସୀମା ତାକୁ ଦାବି ଦେଲା। ସିମ୍ରନ୍ ତା ଶାଶୁକୁ କିଏ ହଇରାଣ କରୁଛି ଜାଣିଛ କହି ଔଷଧ ତ ଦୂରର କଥା, ଖାଇବାକୁ ବି ଟିକେ ଦଉନି ଭଲରେ। ସକାଳ ବେଳାଟା ଆମେ ଟିକେ ଅନ୍ୟମାନଙ୍କ କଥା ନ ଗପି ଧର୍ମ ଚର୍ଚ୍ଚା କଲେ ହୁଅନ୍ତାନି? ବଂଶୀକା ଜାଣି ଜାଣି ପରବର୍ତ୍ତୀ ଶବ୍ଦଟା କହିନଥିଲା। ଏଇ ମାତାଜୀ କେବେଠୁ ମୋ କଲୋନୀର କାହା ଘରେ ଜିରା ଫୁଟାଇ ଡାଲି ଭଗରା ହେଲା, କାହା ଘର ବିହନ ଝୋଳରେ ବେଶୀ ଲୁଣ ପଡ଼ି ଯାଇଥିଲା, ସବୁ ପରା ତୁ ଗପୁ ଆଗେ। ପହିଲା କନା ଧର୍ମ, ତୁ କର ଧର୍ମ ତୋର ଚର୍ଚ୍ଚା, ଆମେ ବୁଢ଼ୀ ହେଲେ କରିବୁ। ଜୟା ମୁହଁ ଛାଚିଲା ଭଳି କହିଦେଇ ଗଲା। ଆମେ କାହା ନାଁରେ ଗପିବା ବନ୍ଦ କରିଦେଲେ କେହି କ'ଣ ଆମ ନାଁରେ ଗପିବେନି? ସମସ୍ତେ ତାକୁ ସମର୍ଥନ କଲା ଭଳି ହସିଦେଲେ। ଭାରି ଏକା ଏକା ଲାଗିଲା ବଂଶିକାକୁ। ହଉ କରନ୍ତ ଏକୁଟିଆ, ବଳେ ବୁଝିବେନି କି? ସେଦିନ ଜୟା କବାଟ ଠକ୍ ଠକ୍ କଲା ବେଳକୁ ବଂଶିକା କହିଲା, ଏଇନା ଫୋନ୍ କରିଥାନ୍ତେ, ମୁଁ ଆଜି ଯିବିନି, ମୁଣ୍ଡ ବିନ୍ଧୁଛି, କେମିତି ଗୋଟାଏ ଗୋଟାଏ ବାନ୍ତି ଲାଗୁଛି, ଆଖି ପଡୁଛି, ଜ୍ୱର ହେବ କି କ'ଣ ଲାଗୁଛି, ତୁମେ ସବୁ ଯା। ହଉ କହି ସେମାନେ ସବୁ ଫେରି ପଡ଼ିଲେ। କବାଟ ବନ୍ଦ କରୁ କରୁ ସେ ଶୁଣିଲା, ନ ଆସୁ, ଭଲ ହେଇଛି, ଭାରି ଗୋଟାଏ ବିରାଡ଼ି ବୈଷ୍ଣବ ହେଇଛି, ପୁରା ମଜାଟାକୁ କିରକିରା କରିଦେଉଛି, ସକାଳଟା ଆମର ମାଟି କରିଦେଉଛି। ସେ ଗୋଟେ ବଡ଼ ଧକ୍କା ପାଇଲା। ଏଇମାନେ କ'ଣ ତା ସାଙ୍ଗ ଥିଲେ? ଏଇମାନଙ୍କ ପାଇଁ ସେ ବେଳେ ବେଳେ ପ୍ରବାଳଙ୍କ ସହିତ ଝଗଡ଼ା କରିବାକୁ ପଛାଏନି। ସେ ଠାକୁର ଘରକୁ ଗଲା, ବସି ପଡ଼ି ଧ୍ୟାନ ମୁଦ୍ରାରେ ବନ୍ଦ ଆଖି କଲା। କିନ୍ତୁ ପଛ ଦିନର କଥା ସବୁ ତାର ଲହଡ଼ି ଭାଙ୍ଗୁଥିଲା। ଲେଡିସ୍ କ୍ଲବର ସବୁ ସଦସ୍ୟମାନେ ସାଙ୍ଗ ହୋଇ ପିକନିକ୍ ଯାଆନ୍ତି, ରଜ କୁଆଁର ପୁନେଇ ପାଳନ୍ତି। ସିପ୍ରାର ବ୍ଲାଉଜ ବେକଟା ଦେଖୁନୁ କେତେ ତଳକୁ କରିଛି। ରଶ୍ମି ତା ଆଗରେ ଗପି ଦିଏ ତ ସିପ୍ରା ଆସୁ ଆସୁ ଚିଲ୍ଲାଏ, ଏଇ ସିପ୍ରା କ'ଣ ଦିଶୁଛୁ ମୋ, ପୁରା ହିରୋଇନ୍। ରଶ୍ମି ପକୁଡ଼ି ଟିକେ ଆଣିବାକୁ ଉଠିଯାଏ ତ ବଂଶିକା ସ୍ୱର କମ୍ କରି କହେ, ହେ କାଳିମାତା, ନାଲିଆ ଶାଢ଼ୀଟା କ'ଣ ଭାବି ପିନ୍ଧିଛି କହିଲୁ? ଖାଲି ଜିଭ କାଢ଼ି ମଣିଷ ମୁଣ୍ଡର ବାଳଟେ ପକେଇଦେଲେ ସାକ୍ଷାତ ମା କାଳୀ। ହୋ ହୋ ହସରେ କମ୍ପି ଯାଇଥାଏ ଚାରିଆଡ଼। ଆଜି କିନ୍ତୁ ତାକୁ ଭାରି କଷ୍ଟ ହଉଛି। ହାତ ଗୋଡ଼ ମୁହଁ କିଏ ଗୋଟାଏ ବାନ୍ଧି ପକାଇଲା ପରି ଜଣାପଡ଼ୁ। ଦେହଟା ବି ତାର ଭଲ ରହୁନି, ସବୁ ମାନ୍ଦା ମାନ୍ଦା ଲାଗୁଛି, ବାନ୍ତି ହେଲା ଭଳି ଅନୁଭବ କରୁଛି। ରାତିରେ ତାକୁ ନିଦ ବି ଟିକେ କମ୍ ହୋଇଗଲାଣି। ଏଇ ହଉଛି ତ ଏଇ ଭାଙ୍ଗି ଯାଉଛି, ଗୋଡ଼ ହାତ ଘୋଳେଇ ହଉଛି। ସେ ଏକ ରକମର ପୁରା ଏକା ହୋଇଯାଇଛି। ତେବେ ହଉଛି ବୋଲି ବି ସେ କାହା ପାଖରେ କହିପାରୁନି। କିଏ ଅଛି ଯେ ତା ପାଖରେ ସିଏ କହିବ? ଏମିତି ବହୁତ ଦିନ ବିତିଗଲା। ବହୁତ ଦିନ ପରେ ଦିନେ କେମିତି କେଜାଣି ଖରାବେଳଟାରେ ଘରକୁ ଚାଲି ଆସିଲେ ତାର ସେଇ ପୁରୁଣା ଜୟା, ସୀମା, ପ୍ରଭା, ସନ୍ଧ୍ୟା ସାଙ୍ଗମାନେ। କବାଟ ଖୋଲି ସେମାନଙ୍କୁ ଦେଖି ସେ ଭାରି ଉଛୁଳି ଉଠିଲା। ଏତେ ଦିନ ପରେ ମୋ କଥା ମନେ ପଡ଼ିଲା। ଅଭିମାନରେ ଏତେକ କହୁ କହୁ ବଂଶିକା ସେମାନଙ୍କୁ ଟାଣି ଆଣି ଘର ଭିତରେ ବସାଇଲା। ରୋଷେଇ ଘରୁ ଗରମ ଗରମ ପକୁଡ଼ି ନେଇ ଆସୁ ଆସୁ ସୀମା ସେଥିରୁ ଖଣ୍ଡେ ପାଟିରେ ପକେଇ କହିଦେଲା, ୱାଓ ବଂଶିକା, କ'ଣ କରିଛ ମ? ଏ ଜୟା ଚାଖରେ। ମୁହଁରେ ପୁଳାଏ ପୁରେଇ ଗାଉଁ ଗାଉଁ କରି ଖାଉ ଖାଉ ସ୍ମିତା କହିଲା, କାଲି ରୂପଶ୍ରୀ ଘରକୁ ଯାଇଥିଲି, ଯୋଉ ଆଳୁଚପ କରିଥିଲା ନା, ନା ଇସ୍, ରାଗ ନାହିଁ କି ଲୁଣ ନାହିଁ, ଏତେ ମୋଟା ଚୁପା, ତର ତରରେ ଜାଣିଛି ଯେ ଉପର ପୋଡ଼ା ଭିତରେ ବି କଞ୍ଚା। ସେଇଟା କ'ଣ ଆସେ ମ, ଖାଲି ମୁହଁରେ ପୁଳାଏ ଲେପିବାକୁ ଛଡ଼ା ଆଉ କ'ଣ ତାକୁ ଜଣା? ଏହା ପ୍ରଭା ଯୋଡ଼ିଲା। ଶାଢ଼ୀ ତ ପିନ୍ଧିବ ଯେ ପୁଳା ପୁଳା ଚୁମକି ଲାଗି ଚକମକ ଦିଶୁଥିବ, ଏପଟ ପଛ ବନ୍ଧା ବ୍ଲାଉଜ। ବଂଶିକା
ଭାରି ଉତ୍ସାହରେ ଗପି ଚାଲିଥିଲା। ସେ ତାର ବ୍ରତ କଥା ଭୁଲି ଯାଇଥିଲା। ତାର ପେଟ କଟା, ମୁଣ୍ଡ ବିନ୍ଧା ସବୁ ଭଲ ହୋଇଯାଇଥିଲା। ଆରେ ଔଷଧଟା ବୋଧେ ତାହେଲେ ଏଇଆ ଥିଲା। ସେ ସେଦିନ ରାତିରେ ପୁରା ଶାନ୍ତିରେ ଶୋଇ ପଡ଼ିଲା। ଆଉ ନିଦ ଭାଙ୍ଗିଲା ବେଳକୁ ପରଦିନ ସକାଳ 8। ଯଦି ଆପଣମାନଙ୍କୁ ଆମର ଗପ ଭଲ ଲାଗୁଛି, ଆପଣମାନେ ବହୁତ ମାତ୍ରାରେ ଗପକୁ ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। କାରଣ ଆପଣ ଜାଣିଛନ୍ତି ଆପଣମାନଙ୍କର ଗୋଟେ ଗୋଟେ ସେୟାର ସବସ୍କ୍ରାଇବ ଆମ ପାଇଁ ବହୁତ ମୂଲ୍ୟବାନ। ଆଜି ପାଇଁ ରଖୁଛି, ପୁଣି ଦେଖା ହବ ନେକ୍ସଟ ଗପରେ।